ସରୁନି ସାର ସମସ୍ୟା କେବେ ବୁଝିବେ ସରକାର? ଚାଷୀମାନଙ୍କ ଦୁଃଖ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ତହସିଲ ସାମ୍ନାରେ ଚାଷୀଙ୍କ ଅହେତୁକ ଭିଡ଼ ଦେଖିବାକୁ ମିଳିଛି। ହିଞ୍ଜିଳି ଓ ହିଞ୍ଜିଳି ବ୍ଲକର ପଞ୍ଚାୟତରୁ ଚାଷୀ ସକାଳୁ ଆସି ହିଞ୍ଜିଳି ତହସିଲକୁ ଘେରି ତହସିଲଦାରଙ୍କୁ ଲିଖିତ ଅଭିଯୋଗ କଲେ। ଆସ୍କା ଲୋକସଭା ଆବାହକ ଭଦ୍ରାମ ସାବତ, ମିଟୁ ସାବତ। ଆସ୍କା ଲୋକସଭା ଆବାହକ କେଉଁଥିରେ ଅଛି? ଆମ ଆଦମୀ ପାର୍ଟି। ଆଜି ଆପଣ ହିଞ୍ଜିଳି ତହସିଲ ଅଫିସକୁ ଆସିଲେ, ସବୁ ବହୁ ଗୁଡ଼େ ଚାଷୀକୁ ନେଇକି ଆସିଛନ୍ତି, କ'ଣ କାରଣ? ବର୍ତ୍ତମାନ ଯେଉଁ ଅଭାବ ସାର ବିକ୍ରୟ ହେଉଛି, ଭାଗ ଚାଷୀ, ନାମମାତ୍ର ଚାଷୀ ଏବଂ ଚାଷୀମାନଙ୍କୁ ଟୋଟାଲି ସାର ମିଳୁନାହିଁ। ବର୍ତ୍ତମାନ ଫସଲ, ରବି ଫସଲ ଯେଉଁ ପ୍ରକାର ପରିସ୍ଥିତି ଆସିଲାଣି, ଧାନ ଫସଲ ତାହା ଉଜାଡ଼ି ଯିବାକୁ ବସିଲାଣି। ଚାଷୀର ମେରୁଦଣ୍ଡ ଭାଙ୍ଗିବାକୁ ବସିଲାଣି। କାହିଁକି ଚାଷୀକି ସରକାରଙ୍କ ତରଫରୁ କୌଣସି ପ୍ରକାର ସୁବିଧା ନାହିଁ, ପେନସନର ସୁବିଧା ନାହିଁ, ତାଙ୍କର ପିଲାମାନଙ୍କୁ ପଢ଼ିବାର ସୁବିଧା ନାହିଁ ଏବଂ ଲୋକଙ୍କ ପାଇଁ ଚିନ୍ତା, ଚାଷୀ ପାଇଁ ଚିନ୍ତା କରିବାର ଲୋକଙ୍କର ସରକାର ନାହିଁ। ତେଣୁ ଆମେ ସମସ୍ତେ ଆସିଥିଲୁ ଯେ ଲୋକଙ୍କୁ ଯେଉଁ ବଡ଼ ବଡ଼ ଚାଷୀମାନଙ୍କୁ ଦେଇ ଦେଉଛନ୍ତି 20 ବସ୍ତା, ଟୋଟାଲି ଗୋଟେ ବସ୍ତା ମଧ୍ୟ ମିଳୁନି। ତା ପ୍ରତିବାଦ ଜଣାଇ ଆମର ହିଞ୍ଜିଳି ତହସିଲଦାରଙ୍କୁ ଦାବିପତ୍ର ଦେଲୁ। ଯଦି ଏହା କାର୍ଯ୍ୟକାରୀ ନ ହେଉଛି, ମୁଖ୍ୟମନ୍ତ୍ରୀକି ଦାବିପତ୍ର ଦିଆଯାଇଛି, ଯଦି ଏହା କାର୍ଯ୍ୟକାରୀ ନ ହେଉଛି ଆସନ୍ତା ଦିନରେ ଆନ୍ଦୋଳନ ସୃଷ୍ଟି ହେବ। କୃଷକ ଆସ୍କା ଆବାହକ କୃଷକ ଲୋକସଭା ଲଡ଼ୁ କିଶୋର ବିଶ୍ୱାସ ହିଞ୍ଜିଳି। ଆଜି ବର୍ତ୍ତମାନ ସମସ୍ତେ ନେତା ହଉ ବା ଅଫିସର ହଉ ଯେଉଁମାନେ ହୁଅନ୍ତୁ କହୁଛନ୍ତି ଯେ ଓଡ଼ିଶା ଗୋଟେ ଚାଷୀ ଗରିବର ଦେଶ, କିନ୍ତୁ ଏଇଟା ଗରିବ ଆଉ କିଏ ଚିହ୍ନିବାର ନାହିଁ, ଚାଷୀକି କିଏ ଚିହ୍ନିବାର ନାହିଁ। ଆଜି ଧାଇରୁଆ ପିଡ଼ିଆ ପାଇଁ ହେଲେ ଆଜି ଚାଷୀ ବହୁତ ହତାଶ। ଚାଷ ଜମି ଆଜି କୁଆଡ଼େ ଗଲାଣି ତା'ର ହିସାବ ନାହିଁ। ଇଆଡ଼େ ବର୍ଷା ନାହିଁ କି କୌଣସି ପାଣିର ସୁବିଧା ନାହିଁ। ଏ ଧାନ ଜିନିଷ ଉଜିଡ଼ିବାକୁ ଗଲାଣି। ପଚାରିଲେ ଆମେ କହୁଛନ୍ତି ଯେ କ'ଣ ପିଡ଼ିଆ ନାହିଁ? ନା, ପିଡ଼ିଆ ଆସିବ, ପିଡ଼ିଆ ଆସିବ। ଆମେ ଦୌଡ଼ିକି ନୟାନ୍ତ ହେଲୁ, କୌଣସି ତା'ର ପିଡ଼ିଆର ଯଦି ଆସୁଛି ଧନୀ ଲୋକମାନେ 5 ବସ୍ତା ବସ୍ତାରେ 10 ବସ୍ତା ନେଇକି କଳା ଧନ୍ଦା କରୁଛନ୍ତି, କିନ୍ତୁ ନିଜ ଚାଷୀ ପାଇଁ କୌଣସି ଗୋଟେ ବସ୍ତାରେ ବି ମିଳିଲାନି। ଆମେ ଧାଇଁ ନୟାନ୍ତ ହେଲୁ। ଆର ତଦନ୍ତ କରି, ଆର ଉପଯୁକ୍ତ କରି ସରକାର ଯଦି ଏହାକୁ ଦୃଷ୍ଟି ରଖିକରି ଚାଷୀମାନଙ୍କୁ ଯଦି ୟୁରିଆ ଯୋଗାଇବେ ତାହେଲେ ଆମେ ବହୁତ ଉପକୃତ ହେବୁ। ଆଜି କାର୍ଡରେ 10 ଟଙ୍କା, ଗୋଟେ କାର୍ଡରେ 10 ଟଙ୍କା ଲେଖେ ନେଉଛନ୍ତି, ଆମେ ଗୋଟେ ହେଲେ ମିଳୁନି। କ'ଣ ଆପଣ ମିଳୁନି, କ'ଣ କହିବାକୁ ଚାହୁଁଛନ୍ତି ସରକାରକୁ? ସରକାରକୁ ଆମେ ଜଣେଇବାକୁ ଆଇଛୁ ଆଉ ମିଳୁନି। ମୋର ଗାଁ ପି ରାମଚନ୍ଦ୍ରପୁର, ନାମ ଉଦ୍ୟଲା ସେଠି। ଆମେ ଆମର ସୋସାଇଟିକୁ ବହୁତ ଥର ଆସି ଫେରିକିରି ଯାଉଛୁ, ହେଲେ ସୁଦ୍ଧା ଆଜି ଆସ କାଲି ଆସ କହି ଆମକୁ ପିଡ଼ିଆ ନ ଦେଇ ଭଣ୍ଡେଉଛନ୍ତି। କିନ୍ତୁ ଆମମାନଙ୍କ ସମ୍ମୁଖରେ ଆମେ ଦେଖୁଛୁ ଯେ ବଡ଼ ବଡ଼ିଆ ଉଚ୍ଚସ୍ତରୀୟ ଲୋକମାନଙ୍କୁ ଆଧାର କାର୍ଡ଼ ପିଛା ଜଣକେ 10 ବସ୍ତା 20 ବସ୍ତା ନେଉଛନ୍ତି, କିନ୍ତୁ ଆମମାନେ ବସ୍ତାଟି ସୁଦ୍ଧା ନେବା ପାଇଁ ଅକ୍ଷମ। ତେଣୁ ଆମେ ବିନୀତ ଅନୁରୋଧ କରୁଛୁ ଯେ ଆମର ଚାଷୀ ଭାଇମାନଙ୍କୁ ସରକାର ଥ୍ରୁରୁ କିଛି ପିଡ଼ିଆ ଦେଲେ ଆମେ ଚିର ଉପକୃତ ହେବୁ। ସାର ସମସ୍ୟା ପାଇଁ ହିଞ୍ଜିଳି ତହସିଲ ସମ୍ମୁଖରେ ଚାଷୀମାନଙ୍କ ସହ ଆମ୍ ଆଦମୀ ପାର୍ଟିର ଆସ୍କା ଲୋକସଭା ଆବାହକ ଭଦ୍ରାମ ସାବତ ହୋ ହଲ୍ଲା କରୁଥିବା ଦେଖିବାକୁ ମିଳିଥିଲା। ଦକ୍ଷିଣ ଓଡ଼ିଶାରୁ ସନ୍ଦେଶ କୁମାର ସାହୁଙ୍କ ରିପୋର୍ଟ, ଓଡ଼ିଶା ଦର୍ପଣ ନ୍ୟୁଜ୍ ଚ୍ୟାନେଲ।